ବାଲେଶ୍ୱର ମାଟିର ସର୍ବାଙ୍ଗୀନ ଉନ୍ନତି ଏକାନ୍ତ କାମ୍ୟ ଏକଥା କହିଲେ ଆଇନଜୀବୀ କରୁଣାକର ରଥ। ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଉପସଭାପତି ତଥା ବିଜୁ ଜନତା ଦଳର ଯୁବ ନେତା କରୁଣାକର ରଥ ଦୃଢ଼ ଭାବରେ ବାଲେଶ୍ୱର ମାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଉତ୍ସର୍ଗୀକୃତ ବୋଲି ମତବ୍ୟକ୍ତ କରିଛନ୍ତି। ଯଦି ବାଲେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ରରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନରେ ତାଙ୍କୁ ସୁଯୋଗ ଦିଆଯାଏ ସେ ଆହୁରି ଉନ୍ନତି କରିବାର ପ୍ଲାଟଫର୍ମ ପାଇପାରିବେ ଓ ବାଲେଶ୍ୱର ମାଟିର ସନ୍ତାନ ହିସାବରେ ଗୁରୁ ଦାୟିତ୍ୱ ବହନ କରିପାରିବେ ବୋଲି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ସେ ଦୀର୍ଘ 30 ବର୍ଷ ଧରି ମାନ୍ୟବର ସୁପ୍ରିମକୋର୍ଟ, ଓଡ଼ିଶା ହାଇକୋର୍ଟ ତଥା ଦେଶର ବିଭିନ୍ନ ଆଇନ ଅଦାଲତରେ ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ କରିପାରିଛନ୍ତି। ବାଲେଶ୍ୱର ସହରର ଉପକଣ୍ଠରେ 22 ବର୍ଷ ଧରି ବାଲିଘାଟ ସେତୁ ନିର୍ମାଣ କାର୍ଯ୍ୟ ହୋଇପାରୁନଥିବାରୁ ସେ ନିଜ ତରଫରୁ ମାମଲା ଦାୟର କରି ମାନ୍ୟବର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 2022 ମସିହାରେ ଅବକ୍ଷ ହେଉଥିବା ଫକୀରମୋହନ ଗୋଲେଇ ରେଲୱେ ଫ୍ଲାଏ ଓଭରବ୍ରିଜ୍ ମରାମତି କାର୍ଯ୍ୟ ପାଇଁ ବାଲେଶ୍ୱର ସିଭିଲ ସୋସାଇଟିର ଓକିଲ ହିସାବରେ ମାନ୍ୟବର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢ଼େଇ କରି ରାଜ୍ୟ ସରକାରଙ୍କୁ ସହଯୋଗ କରିଥିଲେ, ଯାହାକି ମରାମତି କାର୍ଯ୍ୟ ହୋଇପାରିଲା। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସଂଗଠନ ଯଥା ସିଭିଲ ସୋସାଇଟି, ତଳମାଳ ବିକାଶ ପରିଷଦ, ବାଲେଶ୍ୱର ନାଗରିକ ମଞ୍ଚ, ବାଲେଶ୍ୱର ଅବସାରୀ କର୍ମଚାରୀ ସଂଘ, ସ୍ୱାଧୀନତା ସଂଗ୍ରାମୀ ପରିଷଦ, ସରକାରୀ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟିମାନଙ୍କ ସଂଗଠନରେ ଶ୍ରୀ ରଥଙ୍କ ଯୋଗଦାନ ଓ କାର୍ଯ୍ୟବହନ ବାଲେଶ୍ୱରବାସୀଙ୍କୁ ପ୍ରେରଣା ଦେଇଛି। ଖବର ଦଳର ନିଷ୍ପତ୍ତି କିଛି ଦଳ ହେଇନାହିଁ, କିଛି ହେଇନାହିଁ ନିଷ୍ପତ୍ତି ଧରିଛନ୍ତି ଦୁଇଟା ନା ଧରିଲଣି ସେଠି କୁହନ୍ତୁ ସାର୍। ଆଜି ଆପଣଙ୍କର ପ୍ରେସ୍ ମିଟ୍ ଡାକିବାର ଉଦ୍ଦେଶ୍ୟ କ'ଣ ସାର୍? ପ୍ରେସ୍ ମିଟ୍ ଡାକିବାର ଉଦ୍ଦେଶ୍ୟ ମୁଁ ବାଲେଶ୍ୱର ମାଟିର ସନ୍ତାନ, ବାଲେଶ୍ୱର ମାଟିର କାର୍ଯ୍ୟକ୍ରମ କରିଆସିଛି, ବିଭିନ୍ନ ସାମାଜିକ ସଂଗଠନରେ ରହିଆସିଛି ଏବଂ ଆଗାମୀ ନିର୍ବାଚନରେ ମୋତେ ଯଦି ଗୋଟେ ଯୋଗାଇ ଦିଆଯାଏ, ପ୍ଲାଟଫର୍ମ ଦିଆଯାଏ, ଲୋକସଭା ନିର୍ବାଚନ ମଣ୍ଡଳୀ ଟିକେଟ୍ ଦିଆଯାଏ, ବିଜେପି ତରଫରୁ ମୁଁ କାର୍ଯ୍ୟକ୍ରମ କରିପାରିବି ଏବଂ ବାଲେଶ୍ୱର ବିଭିନ୍ନ ସମସ୍ୟାକୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ନେଇ ବାଲେଶ୍ୱର ସର୍ବାଙ୍ଗୀନ ଉନ୍ନତି କରିପାରିବି। ବିଜୁ ଜନତା ଦଳ ପାଉନାହିଁ ଆଜ୍ଞା, ଅନେକ ଲୋକ ମନା କରିଦେଲେଣି କରିବା ପାଇଁ। କିଏ ଲୋକ ପଇସା ଖର୍ଚ୍ଚ କରିପାରିବ ଏବଂ ବିଜୁ ଜନତା ଦଳର ବିଧାୟକ ସେମାନଙ୍କୁ ପଇସା ଦେଇପାରିବ, ସେମିତି ଗୋଟେ ଧନବାନ ଲୋକଙ୍କୁ ଚାହୁଁଛନ୍ତି। ଆପଣ ରାଜି? ନିଶ୍ଚିତ ମୁଁ ରାଜି, ସବୁଥିରେ ମୁଁ ରାଜି, ସବୁ କ୍ଷେତ୍ରରେ ମୁଁ ରାଜି। ଆପଣ ଆପ୍ଲାଏ କରୁଛନ୍ତି? ମୁଁ ଆପ୍ଲାଏ କରିସାରିଛି। ଆପଣଙ୍କୁ କିଛି ଇଙ୍ଗିତ ଆସିକି ପ୍ଲେସମେଣ୍ଟ କରିବା ପାଇଁ? ମୋତେ ଇଙ୍ଗିତ କିଛି ଆସିନାହିଁ। ସମସ୍ତଙ୍କର ଅଧିକାର ଅଛି ଯେ ସାମ୍ବାଦିକ ବନ୍ଧୁମାନଙ୍କୁ ଏଇଟା ଜଣାଇବା ପାଇଁ ସମସ୍ତଙ୍କର ଏକ ସାମ୍ବିଧାନିକ ଅଧିକାର ଅଛି।